नमस्कार भक्ति अमृत चैनल को आपन को स्वागत। आज रामायणर 26 भाग पढ़ी आपन को सुनाइबे। यह पूर्वर ए माया संसार मुक्ति पाइबाकू तथा मनरे भक्ति भाव आसीबा पई मो निज लेखारू एक नुआ प्रकार साई बाबा भजन आपन को सुनाउछि। भजनटीर नाम रखिछि तुलसीर दुख। मशाणी भूईरे जन्मिथिबा एक तुलसी गछ अछुआ होइथिबारु से बाबा मंदिर जाई पारुनी किंबा बाबा पूजार लगी पारुनी। तेणु से तुलसी गछटी तार निजर हृदयर दुख को केमिति साई बाबा को जनाऊँची से तुलसीर दुख को भजन माध्यम रे आपण को पढ़ी शुणाऊँची। आसंतु भजनटी आरंभ करवा। दूर मशाणीर अमोड़ा बाट रे कला तुलसीटे मुही केउ जन्म रे कि पाप करिछि केउ जन्म रे कि पाप करिछि पारुनी मंदिर जाई पारुनी मंदिर जाई। दूर मशाणीर अमोड़ा बाट रे कला तुलसीटे मुही केउ जन्म रे कि पाप करिछि केउ जन्म रे कि पाप करिछि पारुनी मंदिर जाई पारुनी मंदिर जाई। निजर लुह को निजे मु पिउछि मन कथा मने मारी तुमे थाई बाबा कहा पाखे अबा करीबी मोर गुहारी। निजर लुह को निजे मु पिउछि मन कथा मने मारी तुमे थाई बाबा कहा पाखे अबा करीबी मोर गुहारी करीबी मोर गुहारी। केबे तुम दया हेब साईनाथ केबे तुम दया हेब साईनाथ निराशे रहिछि चाहि पारंती मंदिर जाई निराशे रहिछि चाहि केबे तुम दया हेब साईनाथ केबे तुम दया हेब साईनाथ निराशे रहिछि चाहि पारंती मंदिर जाई निराशे रहिछि चाहि। तर जला काठ भंगा माटी हांडी पाखे मोर जमा हुए सबु सहुछि तथापि चाहिछि तुम करुणा टिकिए। दर जला काठ भंगा माटी हांडी पाखे मोर
ଜମା ହୁଏ ସବୁ ମୁଁ ସହୁଛି ତଥାପି ଚାହିଁଛି ସବୁ ମୁଁ ସହୁଛି ତଥାପି ଚାହିଁଛି ତୁମ କରୁଣା ଟିକିଏ ତୁମ କରୁଣା ଟିକିଏ ତୁମ କରୁଣାର ଶୁଭ ଆଶିଷରେ ତୁମ କରୁଣାର ଶୁଭ ଆଶିଷରେ ପାଦ ମୁଁ ପାରନ୍ତି ଛୁଇଁ ପାରନ୍ତି ମନ୍ଦିର ଯାଇ ତୁମ କରୁଣାର ଶୁଭ ଆଶିଷରେ ତୁମ କରୁଣାର ଶୁଭ ଆଶିଷରେ ପାଦ ମୁଁ ପାରନ୍ତି ଛୁଇଁ ପାରନ୍ତି ମନ୍ଦିର ଯାଇ ପାଦ ମୁଁ ପାରନ୍ତି ଛୁଇଁ ପାରନ୍ତି ମନ୍ଦିର ଯାଇ। ଭଜନଟିର ଅବଶିଷ୍ଟାଂଶ ଅନ୍ୟ ଏକ ଅଧ୍ୟାୟରେ। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ରାମଂ ଲକ୍ଷ୍ମଣ ପୂର୍ବଜନ୍ମଂ ରଘୁବରଂ ସୀତାପତି ସୁନ୍ଦରଂ କାକୁସ୍ତଂ କରୁଣାକରଂ ଗୁଣନିଧି ବିପ୍ରପ୍ରିୟେ ଧାର୍ମିକଂ ରାଜେନ୍ଦ୍ରଂ ସତ୍ୟସନ୍ଧଂ ଦଶରଥତନୟଂ ଶ୍ୟାମଳଂ ଶାନ୍ତମୂର୍ତ୍ତି ବନ୍ଦେ ଲୋକାଭିରାମଂ ରଘୁକୁଳତିଳକଂ ରାଘବଂ ରାବଣାରି ରାମାୟ ରାମଭଦ୍ରାୟ ରାମଚନ୍ଦ୍ରାୟ ବୈଧସେ ରଘୁନାଥାୟ ନାଥାୟ ସୀତୟା ପତये ନମଃ। ପବନଙ୍କ ଜନ୍ମ ବୋଲନ୍ତି ସେ ବିଶ୍ୱାମିତ୍ର ଶୁଣ ରଘୁଈଶ ଦିତିଙ୍କର ପୁତ୍ରମାନେ ହୋଇବାରୁ ନାଶ ଦୁଃଖିତ ହୋଇଣ ଦିତି କଶ୍ୟପ ଆଗରେ ଜଣାଇଲେ ସେ କଥାକୁ ଅତ୍ୟନ୍ତ ଶୋକରେ। ଅଦିତିର ପୁତ୍ରଗଣ ମୋ ପୁତ୍ରଙ୍କୁ ମାରି ଦେଖ ମୋତେ କଷ୍ଟ ଦେଲେ ପୁତ୍ର ଶୂନ୍ୟ କରି ଏହେତୁରୁ ସେମାନଙ୍କ ନାଶକାରୀ ସୁତ ଜାତ ହେବା ଅର୍ଥେ ତପ କରିବି ନିୟତ ନୋହିଲେ ସନ୍ତୁଷ୍ଟ ହୋଇ ବଳିଷ୍ଠ ନନ୍ଦନ ଆପଣ ଦିଅନ୍ତୁ ମୋତେ ତୋଷ ହେବ ମନ। ଏହିପରି ଦୈତ୍ୟବାଣୀ ଶୁଣି ଦିତିଙ୍କର ପ୍ରବୋଧି କହିଲେ ତାଙ୍କୁ କଶ୍ୟପ ଏ ଗିର ନିଶ୍ଚୟ ପୂରଣ ହେବ ତୁମ୍ଭ ଅଭିଳାଷ ସୂଚିବନ୍ତ ହୋଇ ରହ ସହସ୍ର ବରଷ ତେବେ ଆମ୍ଭରୁ ସେ ପୁତ୍ର ଜାତ ହେବ ସେ ପୁତ୍ର ଇନ୍ଦ୍ରଙ୍କୁ ଜିଣି ତ୍ରୈଲୋକ ଜିଣିବ। ଏତେ କହି ତପସ୍ଥାନେ ଯାଆନ୍ତେ କଶ୍ୟପ ଦିତି ତାଙ୍କ କଥା ଶୁଣି ଛାଡ଼ି ମନୁତାପ କୁଶପ୍ଳବ ନାମେ ଥିଲା ଯେଉଁ ତପୋବନ ସେ ସ୍ଥାନକୁ ଦିତି ଯାଇ ଆଚରି ନିୟମ ଅନାହାରେ ରହି କଲେ କଠୋର ତପକୁ ଭୟ ପାଇ ଇନ୍ଦ୍ର ଆସି ସେବିଲେ ତାହାଙ୍କୁ ଏହିପରି ତପ କରୁ ସହସ୍ରେକ ଶେଷ
ହେବା ପାଇଁ ବାକି ଥିଲା 10ଟି ବରଷ। ସେ ସମୟ ଦିତି ଡାକି କହିଲେ ଇନ୍ଦ୍ରଙ୍କୁ, ଆଉ 10 ବର୍ଷ ଅଛି ତପ ପୁରିବାକୁ। 10 ବର୍ଷ ପୂର୍ଣ୍ଣ ହେଲେ କଲ୍ୟାଣ ତୁମ୍ଭର ହେବ ନିଶ୍ଚୟ କହୁଅଛି ଜାଣ ସୁନାସିର। ତୁମ୍ଭ ନାଶ ପାଞ୍ଚି ଆମ୍ଭେ ବଳିଷ୍ଠ ନନ୍ଦନ, ମାଗିଅଛୁ ତୁମ୍ଭ ପିତା କଶ୍ୟପଙ୍କୁ ଜାଣ। 10 ବର୍ଷ ପୂର୍ଣ୍ଣେ ସେହି ପୁତ୍ର ହେବ ଜାତ, ପ୍ରୀତି ହେବ ତାହା ସଙ୍ଗେ ସେ ତୁମ୍ଭର ଭ୍ରାତ। ବହୁକାଳ ସେବା କଲ ରହି ଆମ୍ଭ ପାଶ, ସେ ହେତୁରୁ ଛାଡ଼ିଅଛୁ ତୁମ୍ଭ ଠାରୁ ରୋଷ। ପୁତ୍ର ଜାତ ହେଲେ ରଖି ତୁମ୍ଭ ପାରୁଷରେ, ନିଯୁକ୍ତି କରିବୁ ଜାଣ ତୁମ୍ଭର ସେବାରେ। ଏହିପରି ଇନ୍ଦ୍ର ଆଗେ କହୁ କହୁ ଦିତି, ମଧ୍ୟାହ୍ନ ସମୟ ଆସି ହେଲା ଉପସ୍ଥିତି। ପାଦ ଦୁଇ ରଖି କରି ମସ୍ତକ ସ୍ଥାନରେ, ଶୋଇଲେ ସେ ଦିତି ଦେବୀ ଅଚେଷ୍ଟ ନିଦ୍ରାରେ। ତାହା ଦେଖି ପୁରନ୍ଦର କରି ମନ୍ଦହାସ, ଯୋନି ଦ୍ୱାରେ ଯାଇ ଗର୍ଭେ ହେଲେ ପରବେଶ। ଗର୍ଭସ୍ଥିତ ବାଳକକୁ ଧରି ବଜ୍ରସରେ, ଖଣ୍ଡ ଖଣ୍ଡ କରି କାଟି ଦେଲେ ସେ ଭିତରେ। ରୋଦନ କରନ୍ତେ ଶୁଣି କାଟିବାର କାଳେ, ନ କାନ୍ଦ କହି 7 ଖଣ୍ଡ କଲେ। ଗର୍ଭ ମଧ୍ୟ ବାଳକର ରୋଦନକୁ ଶୁଣି, ଚେତା ପାଇ ଦିତି ଦେବୀ ସେ କଥାକୁ ଜାଣି। ନ କାଟ ବୋଲି ଡାକିଲେ ଇନ୍ଦ୍ରଙ୍କୁ, ବାହାରିଣ ଇନ୍ଦ୍ର ତହୁଁ ଶୁଣି ସେ ଡାକକୁ। ଜଣାଇଲେ ତାଙ୍କ ଆଗେ କୃତାଞ୍ଜଳି ହୋଇ, ମସ୍ତକ ସ୍ଥାନରେ ତୁମ୍ଭେ ଚରଣକୁ ଦେଇ। ଚରଣ ସ୍ଥାନରେ ଦେଇ ନେଇ ମସ୍ତକକୁ ଦେଲ। ଏହିପରି ଅସୁଚିରେ ଯହୁଁ ନିଦ୍ରା ଗଲ, ସେ ନିଦ୍ରାକୁ ପାଇ ମୁହିଁ ଗର୍ଭରେ ପଶିଲି। 7 ଖଣ୍ଡ କରି ମୋର ଶତ୍ରୁକୁ କାଟିଲି। ତୁମ୍ଭଠାରେ କ୍ଷମା ଗୁଣ ପୁରିଅଛି ମାତ, କ୍ଷମା କର ଏ ଦୋଷକୁ ନୁହ କୋପଚିତ। ଏହା କହି ଇନ୍ଦ୍ର ତାଙ୍କ ପାଦରେ ପଡ଼ିଲେ, ତଥାପି ସେ ଦିତି ତାଙ୍କୁ ଶାପହୀନ ଦେଲେ। ରତ୍ନାକର ବୋଲେ ଏହି ଶ୍ରୀରାମଚରିତ, ମୁକ୍ତ ହୁଅ ସାଧୁ ଜନେ ଶୁଣି ଅବିରତ। ସୁମତି ରାଜାଙ୍କ ପୁରେ ବିଶ୍ୱାମିତ୍ରଙ୍କ ପ୍ରବେଶ। ଗର୍ଭସ୍ଥିତ ବାଳ ଯହୁଁ 7 ଖଣ୍ଡ ହେଲା, ତାହା ଜାଣି ଦିତିଙ୍କର ସନ୍ତାପ ବଢ଼ିଲା। ମନ ଦୁଃଖେ କରି ତହୁଁ ବହୁତ ରୋଦନ, କହିଲେ ଇନ୍ଦ୍ରଙ୍କୁ ଚାହିଁ ବିନୟ ବଚନ। ନିଜ ଦୋଷେ ଗର୍ଭ ଛିନ୍ନ ହୋଇଲା ମୋହର, ବିଚାରିଲେ ଏଥି ଦୋଷ ନାହିଁ ତ ତୁମ୍ଭର। ସେଥିପାଇଁ ତୁମ୍ଭଙ୍କୁ ମୁଁ କୋପ କରୁନାହିଁ, ମୋ ମନର କଥା ବାବୁ ଶୁଣ କହୁଥାଇଁ। ଏହି ଛିନ୍ନ ଗର୍ଭ ମୋର ତୁମ୍ଭେ ରକ୍ଷା କର, ମୋ ପୁତ୍ର ହୋଇବେ ସଦା ତୁମ୍ଭ ଅନୁଚର। ଅଧିପତି ହୋଇ ସର୍ବେ ଶପଥ ମେରୁରେ, ବିହାର କରିବେ ଯାଇ ଗଗନ ମାର୍ଗରେ। ଦିବ୍ୟ ରୂପ ଧରି ଜନ୍ମ ହେଲେ 7 ଜଣ, ଜଗତରେ ତାଙ୍କ ନାମ ହୋଇବ ପବନ। ସେ ସକଳେ ତୁମ୍ଭ ଆଜ୍ଞା ନିଜ ଶିରେ ଧରି, ବ୍ରହ୍ମଲୋକେ ଏକ ପୁତ୍ର ରହୁ ବାସ କରି। ଦ୍ୱିତୀୟ କୁମର ରହୁ ସ୍ୱର୍ଗ ଭୁବନରେ, ତୃତୀୟ ରହିବ ସୁଖେ ଆକାଶ ମାର୍ଗରେ। ଦିଗମାନଙ୍କରେ ଆଉ 4 ପୁତ୍ରେ ଯାଇ, ବୁଲିବେ ସେ ଅବିରତେ ଲୋକହିତ ପାଇଁ।
ଏ କଥାରେ ହେବ ନିଶ୍ଚୟ ତୁମ୍ଭର ମଙ୍ଗଳ। ଏହା ଶୁଣି ତାଙ୍କ ପାଦେ ନମି ଆଖଣ୍ଡଳ। ବୋଇଲେ ଗୋ ମାତା ଯାହା ଦେଲ ତୁମ୍ଭେ ଆଜ୍ଞା, ସେ କଥା ହୋଇବ ନିଶ୍ଚୟ ନହିବ ଅବଜ୍ଞା। ଏତେ କହି ସ୍ୱର୍ଗପୁରେ ଗଲେ ସୁରପତି, ଯେଉଁ ସ୍ଥାନେ ରହି ତପ କରୁଥିଲେ ଦିତି। ଜାଣ ରାମ ସେହି ସ୍ଥାନ ଅଟେ ସେ ପ୍ରଦେଶ, ଶୁଣିଥିଲୁ ଯାହା ଆଗେ କଲୁ ତା ପ୍ରକାଶ। ପୂର୍ବେ ଥିଲା ସ୍ଥାନରେ ସେହି ତପୋବନ, ସେ ଉତ୍ତାରେ ଯାହା ହେଲା ମନ ଦେଇ ଶୁଣ। ଇକ୍ଷ୍ୱାକୁ ବଂଶୀୟ ଜଣେ ଥିଲେ ମହାରାଜା, ଅଳମ୍ବୁସା ନାମେ ଥିଲା ତାଙ୍କରି ଭାରିଜା। ବିଶାଳ ନାମରେ ପୁତ୍ର ହୋଇଲା ତାଙ୍କର, ପୁତ୍ର ନାମେ ନଗରୀ କଲେ ନୃପବର। ହେମଚନ୍ଦ୍ର ନାମେ ହେଲା ବିଶାଳଙ୍କ ସୁତ, ସୁଚନ୍ଦ୍ର ବୋଲିଣ ତାଙ୍କ ପୁତ୍ର ନାମ ଖ୍ୟାତ। ସୁଚନ୍ଦ୍ରଙ୍କ ଆଉର ସେ ଧ୍ରୁମାଶ୍ୱ ଜନ୍ମିଲେ, ଧ୍ରୁମାଶ୍ୱଙ୍କ ଠାରୁ ଜନ୍ମ ସୃଞ୍ଜୟ ଲଭିଲେ। ସୃଞ୍ଜୟଙ୍କ ପୁତ୍ର ସହ ଦେବ ମହାତେଜା, କୁଶାଶ୍ୱ ନାମରେ ତାଙ୍କ ପୁତ୍ର ହେଲେ ରାଜା। କୁଶାଶ୍ୱଙ୍କ ସୁତ ସୋମଦତ୍ତ ବୋଲାଇଲେ, ସୋମଦତ୍ତଙ୍କର ପୁତ୍ର କାକୁସ୍ଥ ହୋଇଲେ। କାକୁସ୍ଥଙ୍କ ପୁତ୍ର ନାମ ଅଟଇ ସୁମତି, ଏ ରାଜ୍ୟକୁ ପାଳୁଛନ୍ତି ଏବେ ସେ ନୃପତି। ଆଜି ରାତ୍ରେ ଆମ୍ଭେମାନେ ରାଜ୍ୟରେ ରହିବା, କାଲି ପ୍ରଭାତରୁ ଉଠି ମିଥିଳାକୁ ଯିବା। ଏ ସମୟରେ ବିଶ୍ୱାମିତ୍ର ଆସିବା ସମ୍ବାଦ, ସୁମତି ନୃପତି ଶୁଣି ବହିଣ ପ୍ରମୋଦ। ମନ୍ତ୍ରୀଗଣ ସଙ୍ଗେ ଘେନି ପାଛୋଟି ଅଇଲେ, ଯଥାବିଧି ପୂଜା କରି ନିଜ ଗୃହେ ନେଲେ। ଆସନେ ବସାଇ ତାଙ୍କୁ ପୁଛିଲେ କୁଶଳ, ବୋଇଲେ କୃତାର୍ଥ ଆଜି ହେଲି ତପଶୀଳ। କିଞ୍ଚିତରେ ଦୟା କରି କଲ ଆଗମନ, ପବିତ୍ର ହୋଇଲା ଗୃହ ହେଲି ମୁହିଁ ଧନ୍ୟ। ତାହା ଶୁଣି ବିଶ୍ୱାମିତ୍ର ଲଭିଲେ ସନ୍ତୋଷ, ବୋଲେ ରାତ୍ରେ ସେହି ଦିନ କଲେ ତହିଁ ବାସ। ମତ ହସ୍ତି ତୁଲ୍ୟ ଦୁହେଁ କରନ୍ତି ଗମନ, ବିଷ୍ଣୁ ଶିବ ପରି ଦିଶେ ତାଙ୍କ ପରାକ୍ରମ। ରାମ ଲକ୍ଷ୍ମଣ ଆଦିଙ୍କର ମିଥିଳା ପ୍ରବେଶ, ରାମ ଲକ୍ଷ୍ମଣ ଦୁହିଁଙ୍କୁ ଦେଖିଣ ସୁମତି। ବିଶ୍ୱାମିତ୍ରଙ୍କୁ ପୁଛିଲେ ହୋଇ ତୋ ସମ୍ମତି, ଆହେ ମୁନି ତୁମ୍ଭ ସଙ୍ଗେ ଅଛନ୍ତି ଯେ ଦୁଇ। ସିଂହ ପରି ଦୁହିଁଙ୍କର ଆକୃତି ଦିଶଇ, ମତ ହସ୍ତି ତୁଲ୍ୟ ଦୁହେଁ କରନ୍ତି ଗମନ। ବିଷ୍ଣୁ ଶିବ ପରି ଦିଶେ ତାଙ୍କ ପରାକ୍ରମ। ନଳିନୀ ଦଳର ଶୋଭା ବହି ଅଛି ନେତ୍ର, ବେନି ଭୁଜେ ଧନୁଷର ଅତ୍ୟନ୍ତ ଶୋଭିତ। ସୁନ୍ଦରପଣକୁ ଦେଖି ହେଉଛି ବିଚାର, ମର୍ତ୍ତ୍ୟପୁର ଆସିଲେ କି ଅଶ୍ୱିନୀ କୁମାର। ଆସନ୍ନ ଯୌବନ ଅତି ସୁକୋମଳ ଦେହ, ପଦବ୍ରଜେ ଆସିବାରୁ ହେଉଛି ସନ୍ଦେହ। ଆକାଶରେ ଚନ୍ଦ୍ର ସୂର୍ଯ୍ୟ ଉଦୟ ହେଲା ପରି, ତାଙ୍କ ତେଜେ ଆଲୋକିତ ଦିଶେ ଏହି ପୁରୀ। ଦୁର୍ଗମ ବନକୁ କିମ୍ପା ଛାଡ଼ି ନିଜ ବାସ, ଆସିଛନ୍ତି ବାଲ୍ୟ ଦେହେ ସହି ଏତେ କ୍ଲେଶ। ଅଟନ୍ତି ଏବେ ନିଶିଶୁ କାହାର କୁମର, ଏ କଥା ବିସ୍ତାରି ମୋତେ କୁହ ମୁନିବର। ସଂଶୟ ଛାଡ଼ିବ ତାହା ତୁମ୍ଭ ମୁଖୁ ଶୁଣି, ନୃପତିଙ୍କ ଏ ବଚନେ ବିଶ୍ୱାମିତ୍ର ମୁନି। ହରଷରେ ତାଙ୍କ କଥା ଆଦି ଅନ୍ତ କରି କହିବାରୁ ତୋଷ ହେଲେ ଶୁଣି ଦଣ୍ଡଧାରୀ। ରାମ ଲକ୍ଷ୍ମଣ ଦୁହିଁଙ୍କୁ ଅତି ଆନନ୍ଦରେ ସୁମତି ପୂଜିଲେ ତହିଁ ଅତିଥି ବ୍ୟବହାରେ। ଶ୍ରୀରାମ ଲକ୍ଷ୍ମଣ ଆଉ ବିଶ୍ୱାମିତ୍ର ତିନି ଆନନ୍ଦେ ରହିଲେ ତାଙ୍କ ଆତିଥ୍ୟକୁ ଘେନି।
ରାତ୍ର ଶେଷ କଲେ ରହି ସୁମତିର ପୁରେ ମିଥିଳାକୁ ଯାତ୍ରା କଲେ। ଉଠି ପ୍ରଭାତରେ କେତେ ଦୂର ପଥ ବାହି ବିଶ୍ୱାମିତ୍ର ମୁନି ମିଥିଳାକୁ ଗଲେ ରାମ ଲକ୍ଷ୍ମଣଙ୍କୁ ଘେନି। ବିଶ୍ୱାମିତ୍ର ମୁନି ସଙ୍ଗେ ସେ ଦୁହିଁଙ୍କୁ ଦେଖି ବିଚାରିଲେ ପୁରବାସୀ ଜନେ ହୋଇ ସୁଖୀ। ହରିହର ବେନି ମୂର୍ତ୍ତି ସଙ୍ଗତରେ ଘେନି ଯଜ୍ଞ ଦେଖି ଆସିଲେ କି ସ୍ନେହ ପଦ୍ମଜନୀ। ଅଶ୍ୱିନୀ କୁମାର ବା ବୃହସ୍ପତି ସଙ୍ଗେ ଆସିଛନ୍ତି ଜନକଙ୍କୁ ଦେଖି ଅନୁରାଗେ। ଦେଖା ଶୁଣା ନଥିଲା ତ ଏହିପରି ରୂପ ଭାଗ୍ୟ ବଳେ ଆଜ ନେତ୍ର ଦୂର ହେଲା ପାପ। ଏହିପରି କଥାବାର୍ତ୍ତା ପୁରବାସୀ ହୋଇ ଦେଖିବାକୁ ଦୌଡ଼ିଲେ ନୟନ ପୁରାଇ। ଶ୍ରୀରାମଙ୍କ ଆଗମନ ଶୁଣି ମୁନିଗଣ ଯେ ଯାହାର ଛାଡ଼ି ଦେଇ ଭୂମିକର ଶରଣ। ଅସମ୍ଭାଳ ହୋଇ ସର୍ବେ ଅଇଲେ ଦୌଡ଼ି ଦେଖିଲେ ରାମଙ୍କ ରୂପ ଚୌପାଶେ ବେଢ଼ି। ପୁରଯାକ ଉଛୁଳିଲା ରାମ ରାମ ଶବ୍ଦ ନାରୀଗଣେ ଶୁଣି ତାହା ଲଭି ଅତି ମୋଦ। ଗୃହ କର୍ମମାନ ସବୁ ଛାଡ଼ି ଯେ ଯାହାରେ ଅସମ୍ଭାଳ ହୋଇ ଗଲେ ଦେଖିବା ଇଚ୍ଛାରେ। କେଉଁ ନାରୀ ଦେଉଥିଲା ପୁତ୍ରେ କ୍ଷୀରପାନ ଶ୍ରୀରାମକୁ ଦେଖିବାକୁ ଚଳିଲା ବହନ। କେଉଁ ନାରୀ ସ୍ନେହ କରୁଥିଲା ପତି ସେବା ଛାଡ଼ି କରି ଗଲା ଶୁଣି ଶ୍ରୀରାମ ଆସିବା। କେଉଁ ନାରୀ ଜଳେ ପଶି କରୁଥିଲା ସ୍ନାନ କର୍ଣ୍ଣରେ ଶୁଣନ୍ତେ ରାମ ଆସିବା ବଚନ। ନ ଚୁପୁଡ଼ି ଓଦା ବସ୍ତ୍ରେ ଦୌଡ଼ି ସେ ଗଲା ଗବାକ୍ଷ ମାର୍ଗରେ ଚାହିଁ ରାମଙ୍କୁ ଦେଖିଲା। ପତି ସଙ୍ଗେ ପଶା ଖେଳୁଥିଲା କେଉଁ ନାରୀ ଶ୍ରୀରାମ ଆସିବା କଥା ଶୁଣନ୍ତେ ସୁନ୍ଦରୀ। ଅତି ବେଗେ ଧାଇଁଲା ଯେ ସାର ଫିଙ୍ଗି ଦେଇ ମୋହନ ମୂର୍ତ୍ତିକି ନେତ୍ରେ ଦେଖିବାର ପାଇଁ। କେଉଁ ନାରୀ ରାନ୍ଧୁଥିଲା ଯତ୍ନରେ ବ୍ୟଞ୍ଜନ ଶୁଣିଲା ସେ କର୍ଣ୍ଣେ ଯହୁଁ ରାମ ଆଗମନ। ଅତି ଖରେ ଦୌଡ଼ିଲା ତାହା ଛାଡ଼ି ଦେଇ ଶ୍ରୀରାମଙ୍କ ରୂପ ଗୋଟି ଦେଖିଲା ସେ ଯାଇ। ପତି ପାଇଁ ଭାଙ୍ଗୁଥିଲା କେବଶୀ ତାମ୍ବୁଳ ରାମ ରାମ ବୋଲି ଯହୁଁ ଶୁଭିଲା ଗହଳ। ସେ ତାମ୍ବୁଳ ଫିଙ୍ଗି ଦେଇ ଗଲା ସେହି ଭାଳି ଦେଖିଲା ରାମଙ୍କ ରୂପ ଆଗେ ଆଗେ ବଳି। କେବଳ କାମିନୀ କୁପୁ ତୋଳିଥିଲା ଜଳ ତାହା ଛାଡ଼ି ଧାଇଁଲା ସେ ହୋଇ ଅସମ୍ଭାଳ। କବରିକେ ବାନ୍ଧୁଥିଲା ବସି ଅତୀତ ସେ ଦୌଡ଼ିଲା ଶୁଣନ୍ତେ ସେ ମୁକୁଳିତ କେଶେ। କେଉଁ ନାରୀ ପିନ୍ଧୁଥିଲା ସୁଜୀନ ବସନ ଅଧେ ପିନ୍ଧି ଅଧେ ଧରି ଧାଇଁଲା ବହନ। କେଉଁ ନାରୀ ଗୁନ୍ଥୁଥିଲା ମଣି ମୁକ୍ତାହାର ଶୁଣନ୍ତେ ସେ କଣ୍ଠ ପଥେ ରାମ ଆସିବାର। ଦେଖିବାକୁ ଧାଇଁଲା ସେ ଅସମ୍ଭାଳ ହୋଇ ମଣି ମୁକ୍ତା ବିଞ୍ଚିଗଲା ଗୋଟି ଗୋଟି ହୋଇ। କେରମଣି ଘେନୁଥିଲା ନୟନେ କଜ୍ଜଳ ଗଣ୍ଡେ ତାହା ବୋଳି ଦେଇ ଧାଇଁଲା ଚଞ୍ଚଳ। ସିନ୍ଦୁର କି ଘେନୁଥିଲା ଦର୍ପଣକୁ ଚାହିଁ ଅତି ବେଗେ ଧାଇଁଲା ସେ ହୃଦେ ବୋଳି ଦେଇ। ଗଳାରେ କେ ବାନ୍ଧୁଥିଲା ଗୁନ୍ଥି ରତ୍ନହାର ବିଭ୍ରମରେ ପାଦେ ବାନ୍ଧି ଚଳିଲା ସତ୍ୱର ପାଦର ନୂପୁର କେହି। ପିନ୍ଧିଲା ଗଳାରେ ବସଣି କି କର୍ଣ୍ଣେ ପିନ୍ଧିଗଲା ଅତି ଖରେ। ଏହିପରି ବେଶଭୂଷା ବିପରୀତ କରି ଆନନ୍ଦେ ଧାଇଁଲେ ଯହୁଁ ସକଳ ସୁନ୍ଦରୀ। କାହା କଣ୍ଠହାର ଛିଡ଼ି ପଡ଼ିଯାନ୍ତେ ତଳେ ନ ଖୋଜି ତାହାକୁ ସେହି ଧାବଇ ଚଞ୍ଚଳେ। ଅସମ୍ଭାଳେ ପଡ଼ିଗଲା କାହାର ନୂପୁର କେ ଝୁଣ୍ଟି ପଡ଼ନ୍ତେ ଜାତ ହୋଇଲା ରୁଧିର। କେଣି ନୟନ ରାମ କାହିଁ କାହିଁ ବୋଲି ଉଚ୍ଚେ ଡାକିଦେଲା ପଥେ ନ ପାରନ୍ତେ ଚାଲି। ଏହି କ୍ରମେ ନର ନାରୀ ଯାଇ ଏକ ରୁଣ୍ଡେ ସେ ବେନି ଭାଇଙ୍କି ଦେଖି ମିଳିଥିଲା ଦାଣ୍ଡେ। ଆନନ୍ଦରେ ନେତ୍ର ସୁଖ ଅନୁଭବ କଲେ ଲୋକାରଣ୍ୟ ହେତୁ ଯେ ବା ପଶି ନ ପାରିଲେ। ଅଟ୍ଟାଳିକା ଚାଳ ବୃକ୍ଷମାନଙ୍କୁ ଆରୋହି ଦେଖିଲେ ସେ ରୂପ ଗୋଟି ନୟନ ପୁରାଇ। ବିଚାରିଲେ ନାରୀଗଣ ଦେଖି ରାମ ରୂପ କେଉଁ ସ୍ତ୍ରୀ କରିଥିବ କୋଟି ଜନ୍ମ ତପ। ପତି ଭାବେ ପାଇବ ସେ ପରି ପୁରୁଷ ଏ ସୁନ୍ଦର ପୁଣି ହେବେ ତାହାଠାରେ ବସ। ଭାଗ୍ୟ ବଳେ ଆମ୍ଭେମାନେ ନେତ୍ରରେ ଦେଖିଲେ ମହାମୁନି ବିଶ୍ୱାମିତ୍ର ଆଣି ଦେଖାଇଲେ। ଏହିପରି ଆନନ୍ଦରେ ଛାଡ଼ି ଦୁଃଖ ଶୋକ କଥାବାର୍ତ୍ତା ହେଉଥିଲେ ପୁରବାସୀ ଲୋକ। ବିଶ୍ୱାମିତ୍ର ମୁନି ସଙ୍ଗେ ଶ୍ରୀରାମ ଲକ୍ଷ୍ମଣ ପ୍ରବେଶ ହୋଇଲେ ଯାଇ ଜନକ ଭୁବନ। ବାହୁଡ଼ିଲେ ନର ନାରୀ ସେ ଯିବାର ଦେଖି ଯେ ଯାହାର ଗୃହେ ଗଲେ ହୋଇ ଅତି ସୁଖୀ। ବିଶ୍ୱାମିତ୍ର ସେ ଦୁହିଁଙ୍କୁ ଘେନି ଏହି କାଳେ ଉପସ୍ଥିତ ହେଲେ ଯାଇ ନୃପ ଯଜ୍ଞଶାଳେ। ମିଥିଳାର ଅଧିପତି ଜନକ ରାଜନ
ଶୁଣିକରି ବିଶ୍ୱାମିତ୍ର ମୁନି ଆଗମନ ପାଦ୍ୟ ଅର୍ଘ୍ୟ ଘେନି ଗଲେ ମନ୍ତ୍ରୀଗଣ ସଙ୍ଗେ ପ୍ରବେଶ ହୋଇଲେ ଯାଇ ସେ ମୁନିଙ୍କ ଆଗେ ବିଧି ମତେ ପୂଜା ଶେଷ କରି ତାଙ୍କ ପାଦେ କୁଶଳ ବାର୍ତ୍ତା ତାଙ୍କୁ ପୁଛିଲେ ଆନନ୍ଦେ ରହିବା ପାଇଁକି ଦେଲେ ଉତ୍ତମ ମନ୍ଦିର ଜନକଙ୍କ ସେ ପୂଜାକୁ ଘେନି ମୁନିବର ଆଶିଷ ଦିନ ତାଙ୍କୁ ବସିଲେ ଆସନେ ଶ୍ରୀରାମ ଲକ୍ଷ୍ମଣ ଦୁହେଁ ତାଙ୍କ ସନ୍ନିଧାନେ ବସନ୍ତେ ପୁଛିଲେ ଏହା ଜନକ ନୃପତି ଏ ଦୁହେଁ କାହାର ପୁତ୍ର କହ ବ୍ରହ୍ମଜ୍ୟୋତି କୋମଳ ଶରୀର ଦିଶେ ଅତ୍ୟନ୍ତ ମଧୁର କି କାର୍ଯ୍ୟ ଆସିଲ ପାଦେ ଚାଲି ଏତେ ଦୂର ଏହା ଶୁଣି ବିଶ୍ୱାମିତ୍ର ବୋଇଲେ ରାଜନ ଦଶରଥ ନୃପଙ୍କର ଏ ଦୁଇ ନନ୍ଦନ ରାକ୍ଷସେ ଭାଙ୍ଗିଲେ ଯହୁଁ ଆମ୍ଭର ଯଜ୍ଞକୁ ଆଣିଲୁ ଏହାଙ୍କୁ ଆମ୍ଭେ ଯାଇ ଅଯୋଧ୍ୟାକୁ ତାଡ଼କା ସୁବାହୁ ଆଦି ଅନେକ ରାକ୍ଷସ ଆମ୍ଭ ଯଜ୍ଞ ରକ୍ଷା ପାଇଁ କଲେ ହି ନାଶ ଏହାଙ୍କର ବାହୁବଳେ ଯଜ୍ଞ ଶେଷ କଲୁ ତୁମକୁ ଦେଖିବା ପାଇଁ ପଥେ ଆସୁଥିଲୁ ପାଷାଣ ରୂପରେ ଥିଲେ ଗୌତମ ନାରୀ ମୁକ୍ତ ହେଲେ ଏହାଙ୍କର ପାଦ ରେଣୁ ଧରି ସେଉତାରୁ ଆମ୍ଭେ ଆସି ବିଶାଳ ନଗରୀ କାଲି ଥିଲୁ ଆଜି ଆସି ଅଛୁ ତୁମ୍ଭପୁରୀ ଯଜ୍ଞ ବିଧି ଦେଖି ଶିବ ଧନୁକୁ ଦେଖିବେ ତୁମକୁ ଦର୍ଶନ କରି ଅଯୋଧ୍ୟାକୁ ଯିବେ ଏହି କଥା ମନେ ଶ୍ରଦ୍ଧା କରି ଦୁଇ ଭାଇ ଆମ୍ଭ ସଙ୍ଗେ ଆସିଛନ୍ତି ଜାଣନର ସାଇଁ ଏତେ କହି ବିଶ୍ୱାମିତ୍ର ହୋଇଲେ ମୌନ ରାମ ପାଦ ଚିନ୍ତି କହେ ଦିନହୀନ ନୀତି ଭଜୁଥାରେ ଶ୍ରୀରାମ ନାମକୁ ନୀତି ଭଜୁଥାରେ ଶ୍ରୀରାମ ନାମକୁ ଶୟନେ ସପନେ ତୁହି ସେ ନାମ ଭଜିଲେ ସେ ନାମ ଜପିଲେ ମୁକ୍ତି ହୋଇବୁ ତୁହି ନୀତି ଭଜୁଥାରେ ଶ୍ରୀରାମ ନାମକୁ ଶୟନେ ସପନେ ତୁହି ସେ ନାମ ଭଜିଲେ ସେ ନାମ ଜପିଲେ ମୁକ୍ତି ହୋଇବୁ ତୁହି। ଭଜନଟି ଶେଷ ପର୍ଯ୍ୟନ୍ତ ଶୁଣିଥିବାରୁ ଆପଣଙ୍କୁ ଧନ୍ୟବାଦ।